ଅଧିକାରୀ ସାହୁ ଇଂଲିଶ ନା ଓଡିଆରେ କହିବି? ସବୁଥିରେ ଓଡିଆରେ କହିବି। ଛଅ 76। 1976 ଗୁପଚୁପ। ଆଚ୍ଛା ସେତେବେଳେ କେତେ ଟଙ୍କା କଣ ଦଉଥିଲା କେତେ ଟଙ୍କାକୁ ଦଉଥିଲା 20ଟା ବିକ୍ରି କରୁଥିଲି। ଟଙ୍କା 20ଟା ଗୁପଚୁପ? 79 ପର୍ଯ୍ୟନ୍ତ ଟଙ୍କାକୁ 20ଟା ହେଇଗଲା। ମୋ ବାପା ଆସିଥିଲେ ଏଠି ଖାଇବାକୁ, ଏବେ ବି ଆସିଛନ୍ତି। ଆଚ୍ଛା ମୁଁ ଏଠି ଖାଇଲିଣି 10 ବର୍ଷ ପରେ ହେଲାଣି। ମାନେ ଆପଣଙ୍କ ବୟସ 45, ବାପାଙ୍କର ବାପାଙ୍କର ହେଲାଣି 84। 84, ଏବେ ବି ଆସୁଛନ୍ତି ଖାଇବା ଏବେ ବି ଆସୁଛନ୍ତି ଗାଡି ଧରି। ଆଜି ବି ଆସିକି ଖାଇ ଯାଇ। ହଁ ଛୁଟି ନଥିଲେ ମୋ ସାଙ୍ଗେ ଫଟୋ ଥିଲେ। ଆଜି ଖାଇଲା ବେଳେ ପତ୍ରରେ ହେଇଟା ବି ମିଶିକି ପାଣିଟା ଘାଣ୍ଟିଲା ବେଳେ ହେଇଟା ବି ଆଉ ଭିଡ଼ିଓଟା ଅଧିକାରୀ ସାହୁ ଇଂଲିଶ ନା ଓଡିଆରେ କହିବି? ସବୁଥିରେ? ଓଡିଆରେ କହିବି। ଆଚ୍ଛା ଆଚ୍ଛା ମଉସା ଆପଣ କେତେ ବର୍ଷ ହେଲାଣି ମାନେ ଭୁବନେଶ୍ୱରରେ ଗୁପଚୁପ? 40 ବର୍ଷ। 46 ବର୍ଷ। ମାନେ 46 ବର୍ଷ ଡିଏମି ସ୍କୁଲ ଫ୍ରଣ୍ଟରେ ଆଗ ଭିତରେ ବିକ୍ରି କରୁଥିଲି, ଏବେ ବାହାରକୁ ଆଇଲି କରୋନା ପରେ। ମାନେ କୋଉ ମସିହାରେ ହେଲାଣି ତଥାପି 40 ବର୍ଷ? 76। 1976 ଗୁପଚୁପ। ଆଚ୍ଛା ସେତେବେଳେ କେତେ ଟଙ୍କା କଣ ଦଉଥିଲା କେତେ ଟଙ୍କାକୁ ଦଉଥିଲା 20ଟା ବିକ୍ରି କରୁଥିଲି। ଟଙ୍କା 20ଟା ଗୁପଚୁପ? 79 ପର୍ଯ୍ୟନ୍ତ ଟଙ୍କାକୁ 20ଟା। ତାପରେ ଯୋଡ଼େ କମି କମିକି ଏବେ 10 ଟଙ୍କାକୁ ଆସିକି 4ଟା। ଆଚ୍ଛା ମାନେ ଏତେ ବର୍ଷ ହେଲାଣି, ମାନେ ଯୋଉମାନେ ସ୍କୁଲରେ ଯେତେବେଳେ ପଢୁଥିବେ ଏବେ ତାଙ୍କ ପିଲାମାନଙ୍କୁ ବି ନେଇକି ଆସିଥିବେ, ଠିକ ଅଛି। କଣ କୁହନ୍ତି ସବୁ? ମାନେ କହନ୍ତି ବାପା ଡାକେ ମଉସା, ନହେଲେ ଅଙ୍କଲ, ପିଲା କହୁଛନ୍ତି ଅଙ୍କଲ, ଏମିତି ଆଉ କଣ। କିଏ କହୁଛି ମୋ ମମି ପଢୁଥିଲା, କିଏ କହୁଛି ମୋ ବାବା ପଢୁଥିଲା, କିଏ କହୁଛନ୍ତି ମୋ ମାମୁଁ ପଢୁଥିଲେ। ଆଚ୍ଛା ଏଇ ଗାଡିକୁ ନେଇକି ବି ଗୋଟେ କଥା ଅଛି, ସେଇଟା ଟିକେ ଜଣେଇବା ସମସ୍ତଙ୍କୁ, ଏଇ ଯୋଉ ଗାଡିଟା 87 ବ୍ୟାଚ୍ ପାସ୍ ଆଉଟ୍। ଆଚ୍ଛା ସେମାନେ ଏଇ ସ୍କୁଲର? ଡିଏମ୍ ସ୍କୁଲ ଗୁରୁ ଆଚ୍ଛା ଡିଏମ୍ ସ୍କୁଲ ବାଲା 87 ପାସ୍ ଆଉଟ୍। ଏଇଟା ମତେ ଗିଫ୍ଟ ଦେଇଥିଲେ ଆଉ। ଆଚ୍ଛା ଗାଡି ଫ୍ରଣ୍ଟରେ ଫଳ କିଣବି କି ଗାଡି ଫ୍ରଣ୍ଟରେ ଉଠେଇବେ। ଆଜ୍ଞା ଆଚ୍ଛା ତାପରେ ଆଉ ଗୋଟେ କଥା ହଉଛି, ଏବେ ବି ମାନେ ମେନ୍ ଅଛି ପତ୍ରରେ ହିଁ ଏବେ ଦଉଛନ୍ତି ସେ ଯୋଉ ପତ୍ର ମୋର ଆରମ୍ଭରୁ ଆଜ୍ଞା, ଆଚ୍ଛା ମାନେ ଯେବେଠୁ ମୁଁ ବେପାର ଆରମ୍ଭ କରିଛି ପତ୍ରରେ ଦଉଛି। ମଝିରେ ଦଉଥିଲି ପ୍ଲେଟ୍ ପ୍ଲେଟ୍ ଦଉଥିଲି, କରୋନା ଢୋଳା ବନ୍ଦ କରାଯାଏ। ଗୁପଚୁପ ଭାରି ବଢିଆ। ଆଉ ମଉସା ଏଠି 40 ବର୍ଷ ପରେ ହେଲାଣି ବେପାର କଲେ, 46 ବର୍ଷ ହେଇଗଲା। ମୋ ବାପା ଆସିଥିଲେ ଏଠି ଖାଇବାକୁ, ଏବେ ବି ଆସିଛନ୍ତି। ଆଚ୍ଛା ମୁଁ ଏଠି ଖାଇଲିଣି 10 ବର୍ଷ ପରେ ହେଲାଣି। ମାନେ ଆପଣଙ୍କ ବୟସ 45, ବାପାଙ୍କର? ବାପାଙ୍କର ହେଲାଣି 84। 84, ଏବେ ବି ଆସୁଛନ୍ତି ଖାଇବା ପାଇଁ? ଏବେ ବି ଆସୁଛନ୍ତି ଗାଡି ଧରି। ଆଜି ବି ଆସିକି ଖାଇ ଯାଇଛନ୍ତି। ମାନେ ଏଇଟା ମାନେ ଏଇଟା ଟେଷ୍ଟ ର କଥା ନା ଗୋଟେ ସମ୍ପର୍କର କଥା? ଟେଷ୍ଟ ଆଉ ସମ୍ପର୍କ ଦିଟା। ଆମ ଘର ଧଉଳି। ଆଚ୍ଛା ଧଉଳିରୁ ଏଠି ଧଉଳିରୁ ବାପା ଆସିବେ ଏଠି ଖାଇକି ଯିବେ। ମୁଁ ଆସିଛି ପୁଅକୁ ନେବି, ଏଠି ସଦାବେଳେ ଖାଇବି। ପୁଅ ବି ଏବେ ଖାଉଛି? ହଁ ପୁଅ ବି ଖାଉଛି। ବାପା ଖାଇଲେ ମୁଁ ଖାଇଲି, ମୋ ପୁଅ ବି ଖାଉଛି। ମଉସା ଏଠି ଛିଡା ହେଇଛନ୍ତି। ମାନେ କଣ ଭଲ ଲାଗେ ଗୁପଚୁପରେ, କଣ ଭଲ ଲାଗେ? ଗୁପଚୁପର ବଢିଆ ଲାଗୁଛି ତାଙ୍କ ପାଣିଟା ବହୁତ ଟେଷ୍ଟ। ଆଉ ତା ସବୁ ମିଶିଗଲା ପରେ ତ ଆଉ କହିହବନି ସେ ସ୍ୱାଦଟା, ସେ ଭଲ ପାଇବାଟା ଆଉ ସ୍ୱାଦଟା ସେ ଗୁପଚୁପ ପାଣି ଭିତରେ ଅଛି। ଏମିତି ମଉସା ଆଜି ଯାହା ଦେଖୁଛନ୍ତି କାଲି ବି ସେଇଆ ଏମିତି ଦେଖୁଛନ୍ତି, ଏମିତି ବି ଦେଖୁଥିବେ। ମଉସା ଏଠି ଥିବେ, ଆମେ ଖାଉଥିବା, ଆମ ପିଲାମାନେ ଆସିଥିବେ। ଚାଲିଛି ଆଉ 3ଟା ପିଢିରୁ ଆସିକି ଖାଉ। ଏଇଆ ହଉଛି ମଉସାଙ୍କ ସମ୍ପର୍କ ଆମ ସାଙ୍ଗରେ। ତାଙ୍କର ବର୍ଷେ ଉପରେ ହେଇଗଲାଣି। ଆଚ୍ଛା ଯେତେବେଳେ ଏପଟେ ଆସେ, ମୁଁ ରହୁଛି ସୁନ୍ଦରପଦାରେ, ଆଚ୍ଛା ଯେତେବେଳେ ଜୟଦେବ ବିହାର କି ନୟାପଲ୍ଲୀ ମୋର କାମ ହୁଏ, ମୁଁ ସମୟରେ ଗୁପଚୁପ ଖାଇକି ଯାଏ। କାରଣ ଏଠି ଖାଇଲେ ଅଲଗା ଟାଇପ ର ନିଆରା ଗୁପଚୁପ ଏଠି। ମୁଁ ସବୁ ଜାଗାରେ ଖାଉଛି ଏବଂ ଖାଉଛି ବି, କିନ୍ତୁ ମଉସାଙ୍କ କଥା, ବିହେଭ, ମ୍ୟାନର, ତାପରେ ଏଠିକାର ଯୋଉ କ୍ୱାଲିଟି, ଟେଷ୍ଟ ବହୁତ ଭଲ ଲାଗେ। ତେଣୁ ସେଥିପାଇଁ ଏଠି ଗୁପଚୁପ ନ ଖାଇଲେ ଯିବାକୁ ଭଲ ଲାଗେନି। ତେଣୁ ମଉସା ପାଖରେ ଟିକେ ଦେଖା କରିକି ଗୁପଚୁପ ଖାଇକି ଗଲେ ଟିକେ ନିଜକୁ ବି ଶାନ୍ତି ଲାଗେ ଏବଂ ମଉସାଙ୍କୁ ବି ଖୁସି ଲାଗେ। ମୁଁ ଏବେ ଅଧିକାରୀ ମଉସାଙ୍କ ପାଖରେ ଠିଆ ହେଇଥିଲି, ତାଙ୍କ କଥା ଶୁଣିଥିଲି। ମୁଁ ବର୍ଷେ 2 ବର୍ଷ ହେଲା ମଉସାଙ୍କୁ ଜାଣିଛି। ଆଉ ଗୁପଚୁପ କଥା ନୁହେଁ, ମୁଁ ସଦାବେଳେ ଏମିତି କହି ଆସିଛି କଥା ହେବା, ଆଉ କଥା ଆମେ ଏଇଆ ହଉଛି ଯେ ଦେଖନ୍ତୁ ଗୁପଚୁପ ସମସ୍ତେ ଶିଖୁଛନ୍ତି, ଟେଷ୍ଟ ସେ କଥା ତ ଆପଣ ମାନେ କହିବେ, କିନ୍ତୁ ମେନ୍ ହଉଛି ସମ୍ପର୍କର କଥା। ମଉସା ଏତେ ବର୍ଷ ଦେଖୁଛନ୍ତି, ଯେମିତି କହୁଥିଲେ ଯିଏ ସ୍କୁଲରେ ପଢୁଥିଲେ ସେ ଆସୁଥିଲେ ଖାଉଥିଲେ, ଏବେ ତାଙ୍କ ପିଲାମାନଙ୍କୁ ନେଇକି ଆସୁଛନ୍ତି। ଆଉ ଏଥିରେ ଟେଷ୍ଟ କଥା ଗୋଟେ ପ୍ରଥମ ମୋ ହିସାବରେ
ସମ୍ପର୍କ ଥାଏ ଭଲ ପାଇବା ଥାଏ ଆଉ ଯଦି ଭଲ ବ୍ୟବହାର ମିଳିବ ମୋ ସାଙ୍ଗ ସେତିକି ଭଲ ପାଇବା ଥିବ ତାହେଲେ ହିଁ ଯାଇକି ସିଏ ଆଉଥରେ ବାନ୍ଧିବେ ଆପଣ ସବୁ ଗୁପଚୁପ ବହୁତ ଜାଗାରେ ଅଛି ଭଲ ଗୁପଚୁପ ମିଳୁଛି ସେ ସସ୍ ବାଲା ଗୁପଚୁପ ଦହି ବାଲା ସିଏ ମିଳୁଛି କିନ୍ତୁ ସମ୍ପର୍କଟା କୋଉଠି ମିଳେନି ଆଉ ମୁଁ ସେଇଟାକୁ ସବୁଠୁ ଭଲ କଥା କହିବି ଆଉ ମୋ ସାଙ୍ଗଙ୍କର ସେ ଭଲ ପାଇବା ଯୋଗୁଁ ଆପଣ ବି ବହୁତ ଜଣ ତାଙ୍କ ସହିତ ବାନ୍ଧି ହେଇକି ରହିଛି ଆପଣ ବି ଆସନ୍ତୁ ଖାଆନ୍ତୁ ଯୋଉମାନେ ଜାଣିଛନ୍ତି ମୋ ସାଙ୍ଗକୁ ବହୁତ ଜଣ ତ ତାଙ୍କ ପରିଚୟ ଦେବା ବି ମୋର କର୍ତ୍ତବ୍ୟ ନାହିଁ ଆଉ ମୁଁ କାଲି କରିବି ସେଠି କାଲି ସକାଳେ ଆସିଲେ ସେ ପ୍ରକାର ସୁଟିଂ କରିବ